ଭାଇ କଣ କଫି କପଟା ଧରିଛନ୍ତି ଢୋକେ ପିଉଛନ୍ତି ପୁଣି ବନ୍ଦ କରିଦଉଛନ୍ତି। ତମେ ବି କିଛି କୁହ ନା, ସବୁ ବନ୍ଦ ହେଇଯିବ। ଭାଇ କଣ ହେଇଛି କି? मोदी का राज में बोलना मना है। ମାନେ ମୁଁ ଥରେ ଟିକେ ଟିକେ କହୁଛି, ମୁଁ କେତେବେଳେ କଣ ଟିକେ କହିଲି, ତମେ ଯୋଉ ରେଟ୍ ରେ କହୁଛ ସବୁ ବନ୍ଦ ହେଇଯିବ ତମର। କଣ ହେଲା କି ଭାଇ? କାହାର କଣ ବନ୍ଦ ହେଲା? ତମେ ଦେଖିନ ପ୍ରଫେସର ଅଶୋକ ସ୍ୱାଇଁ ଯିଏ ସ୍ୱିଡେନ୍ ଅଛନ୍ତି, ତାଙ୍କର କେତେ ମିଲିୟନ ଭ୍ୟୁ ଥିଲା, କେତେ ମିଲିୟନ ଫଲୋଅର ଥିଲେ। ସେ ମୋଦିଙ୍କ ନାଁରେ ଯୋଉଟା 17 ବାହାର କଲେ ତାଙ୍କର ବନ୍ଦ କରିଦେଲେ। ଏବେ ଆହୁରି ମୁଁ ଶୁଣୁଛି ବହୁତ କଥା ୟୁଟ୍ୟୁବ, ଫେସବୁକ୍, ଟ୍ୱିଟର ସବୁ ବନ୍ଦ କରୁଛନ୍ତି। ତମେ ଦେଖିଥିବ କିଛି କିଛି କଳାକାର ଅଛନ୍ତି ମିମିକ୍ରି କରିକିରି ତାଙ୍କର ପେଟ ପାଟଣ ପୋଷୁଛନ୍ତି। ଏବେ ଜଣେ କାହାର ଗୋଟେ ବନ୍ଦ କରିଦେଇଛନ୍ତି, ସେ ମୋଦିଙ୍କର ମିମିକ୍ରି କରୁଥିଲେ। ତମେ ତ ବେଶୀ ଜାଣିଥିବ, ତମେ କମ୍ କୁହ। ମୁଁ ତ ଜାଣିଛି ଗୋଟେ ଦିଟା ଚ୍ୟାନେଲ ବନ୍ଦ ହେଇଛି, ତମେ ବେଶୀ ଜାଣିଥିବ। ନା ଭାଇ ସତ କଥା, ଏଇଟା ମୋର ମନେ ନଥିଲା। ମୋଦି ସରକାର ବିରୁଦ୍ଧରେ ବା ସରକାର ଯୋଉ ନୀତି ନେଉଛି ତା ବିରୁଦ୍ଧରେ ଯଦି କହିବେ ତାହେଲେ ସବୁ ବନ୍ଦ କରିଦେବେ। ସୋସିଆଲ ମିଡିଆକୁ ଏତେ ଡର, ଆପଣ ଦେଖିଥିବେ ଆସୁ ଆସୁ ସରକାର ଜଣେ ଗୋଟେ ବ୍ୟଙ୍ଗ ଚିତ୍ର କରିଦେଇଥିଲା, ତା ଉପରେ କେସ୍ ହେଇଥିଲା। ଏବେ ଯୋଉଟା ଅଶୋକ ସ୍ୱାଇଁ କହୁଥିଲେ, ଅଶୋକ ସ୍ୱାଇଁ ତ ବ୍ୟାନ୍, ଇଣ୍ଡିଆରେ ଟ୍ୱିଟର ଅଶୋକ ସ୍ୱାଇଁଙ୍କର ଚାଲୁନି। ଏବେ 102ଟା ୟୁଟ୍ୟୁବ ଚ୍ୟାନେଲକୁ ସେମିତି ବ୍ୟାନ୍ କରିଦେଇଛନ୍ତି। ୟୁଟ୍ୟୁବ ଛାଡନ୍ତୁ, ଫେସବୁକ ରେ ପର୍ସନାଲ ଆକାଉଣ୍ଟ ଗୁଡା, ରାଜୀବ ନିଗମ କଥା ଆପଣ କହୁଥିଲେ, ସେ ଟିକେ ବ୍ୟଙ୍ଗ କରନ୍ତି, ବ୍ୟଙ୍ଗ କରିଦେଲେ ବି ତାଙ୍କର ବନ୍ଦ। କେତେ ନ୍ୟୁଜ ଚ୍ୟାନେଲ, କେତେ ପଲିଟିକ୍ସ ର ବନ୍ଦ କରିଦେଲେ, ବହୁତ ଲୋକଙ୍କର ବନ୍ଦ କରିଦେଲେ। ମୋଦି ବିରୁଦ୍ଧରେ କହିଲେ ଏ ଦେଶରେ ବହୁତ ବିପଦ ଅଛି। ହିଟଲର ଠୁ ପଳେଇଗଲା। ମୁଁ ବି ବନ୍ଦ